ସରକାରଙ୍କର ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରା ଯୋଜନାର ଫର୍ମଟି ବର୍ତ୍ତମାନ ଆସିଯାଇଛି। ତ ଫର୍ମଟିକୁ ଆପଣମାନେ କିପରି ଫିଲ୍ଅପ୍ କରିବେ, କେଉଁଠାରେ ଦାଖଲ କରିବେ। ତ ବହୁ ଦିନରୁ ଲୋକମାନେ ଅପେକ୍ଷା କରି ବସିଥିଲେ ସୁଭଦ୍ରା ଯୋଜନାର ଫର୍ମ କେବେ ଆସିବ, କିପରି ଆପ୍ଲାଏ କରାଯିବ ତାକୁ। ତ ସମସ୍ତ ଡିଟେଲ୍ସ ଆଉ ଆପଣଙ୍କର ଯାହା ବି ଡାଉଟ୍ ଥିବ ଏଇ ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ କ୍ଲିୟର କରିକି ବୁଝେଇବି। ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖନ୍ତୁ, କିପରି ଫର୍ମଟିକୁ ଫିଲ୍ଅପ୍ କରାଯିବ ଷ୍ଟେପ୍ ବାଇ ଷ୍ଟେପ୍ ମୁଁ ଆପଣଙ୍କୁ ଏ ଭିଡ଼ିଓ ମାଧ୍ୟମରେ କହିବି। ଅଫଲାଇନ୍ ମାଧ୍ୟମରେ ଆପଣ କ'ଣ ସବୁ ଫିଲ୍ଅପ୍ କରିବେ, ଅଫଲାଇନ୍ ଫିଲ୍ଅପ୍ କରିସାରିଲା ପରେ ଅନଲାଇନ୍ ତାକୁ କିପରି କରିବେ, ସବୁ କିଛି ଡିଟେଲ୍ସ ଏ ଭିଡ଼ିଓ ମାଧ୍ୟମରେ ଆପଣମାନେ ପାଇବେ। ତ ଏଥିପାଇଁ ଆପଣଙ୍କର କାଗଜପତ୍ର କ'ଣ କ'ଣ ଦରକାର ହେଉଛି ଦେଖିଦିଅନ୍ତୁ। ପ୍ରଥମେ ଆପଣଙ୍କର ଆଧାର କାର୍ଡ଼ ଏଥିରେ ଦରକାର ପଡ଼ିବ। ଆଧାର କାର୍ଡ଼ ସହିତ ଯେଉଁ ମୋବାଇଲ୍ ନମ୍ବର ଆପଣଙ୍କର ଲିଙ୍କ୍ ଥିବ ସେ ମୋବାଇଲ୍ ନମ୍ବରଟି ଏଥିରେ ଦରକାର ପଡ଼ିବ ଆପ୍ଲାଏ କଲାବେଳେ। ତା ସହିତ ଆପଣଙ୍କର ନିଜସ୍ୱ ବ୍ୟାଙ୍କ ପାସବୁକ୍ ଏଥିରେ ଦରକାର ପଡ଼ିବ। ବ୍ୟାଙ୍କ ପାସବୁକ୍ ସହିତ ଆପଣଙ୍କର ଆଧାର ଲିଙ୍କ୍ ଏବଂ ମୋବାଇଲ୍ ଲିଙ୍କ୍ ହେଇଥିବା ନିହାତି ଦରକାର, କାରଣ ଏହା ଡିବିଡ଼ି ସ୍କିମ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଆପଣଙ୍କର ଆକାଉଣ୍ଟକୁ ଯେଉଁ ପଇସାଟି ଆସିବ ଡିବିଡ଼ି ସ୍କିମ୍ ଅନୁସାରେ ଆସିବ। ତ ସେଥିପାଇଁ ଏଇସବୁ ଜିନିଷ ଆପଣଙ୍କର ଲିଙ୍କ୍ ଥିବା ଦରକାର। ବ୍ୟାଙ୍କ ପାସବୁକ୍ ସହ ଆପଣଙ୍କର ଆଧାର ଲିଙ୍କ୍ ଏବଂ ମୋବାଇଲ୍ ଲିଙ୍କ୍ ନିହାତି ହୋଇଥିବା ଆବଶ୍ୟକ। ବର୍ତ୍ତମାନ ଆମେ ନଜର ପକାଇବା ଆପଣମାନେ କିପରି ସୁଭଦ୍ରା ଯୋଜନାର ଫର୍ମଟିକୁ ଆପ୍ଲାଏ କରିବେ, କେଉଁଠାରେ ନେଇକି ତାକୁ ସବମିଟ୍ କରିବେ। ମୁଁ ବର୍ତ୍ତମାନ ଯେଉଁ ଫର୍ମଟିକୁ ଆପଣମାନଙ୍କୁ ଦେଖୁଛି ବର୍ତ୍ତମାନ ସ୍କ୍ରିନ୍ ଉପରେ ଆପଣମାନେ ଦେଖିପାରୁଛନ୍ତି ଯେ ଫର୍ମଟିକୁ, ଏ ଫର୍ମଟିକୁ ଆପଣମାନଙ୍କୁ ଫିଲ୍ଅପ୍ କରିବାକୁ ପଡ଼ିବ। ତ କିପରି ଫର୍ମଟିକୁ ଫିଲ୍ଅପ୍ କରିବେ ଷ୍ଟେପ୍ ବାଇ ଷ୍ଟେପ୍ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଦେଖାଇବାକୁ ଯାଉଛି। ସୁଭଦ୍ରା ଯୋଜନାର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ এই ଫର୍ମଟିକୁ ବର୍ତ୍ତମାନ ରିଲିଜ୍ କରାଯାଇଛି, ଯାହାକି ଆପଣମାନଙ୍କୁ ଏଇଟାକୁ ଅଫଲାଇନ୍ ମାଧ୍ୟମରେ ଆପଣମାନଙ୍କୁ ଫିଲ୍ଅପ୍ କରିବାକୁ ପଡ଼ିବ। ଯଦି ଏଥିରେ ଆପଣଙ୍କର କିଛି ଡାଉଟ୍ ରହିଛି ଟୋଲ୍ ଫ୍ରି ନମ୍ବର ବି ଦିଆଯାଇଛି, ଆପଣ ଟୋଲ୍ ଫ୍ରି ନମ୍ବର ସାହାଯ୍ୟରେ କଥା ହେଇକି ଆପଣମାନେ ଆପଣଙ୍କର ଡାଉଟ୍ ବି କ୍ଲିୟର କରିପାରିବେ। ତ ପ୍ରଥମେ ଦେଖିବେ ବିଭାଗ କରେ ଆପଣମାନେ କ'ଣ ସବୁ ଫିଲ୍ଅପ୍ କରୁଛନ୍ତି। ତ ଏଠି ଦେଖିଦିଅନ୍ତୁ ପ୍ରଥମ ଅପସନ୍ରେ 1 ନମ୍ବର ଅପସନ୍ରେ ଆପଣଙ୍କର ଅଛି ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ। ଆଧାର ଅନୁଯାୟୀ ଆପଣଙ୍କର ନାଁ ଯେମିତି ଅଛି ଆପଣ ସେମିତି ହିଁ ଲେଖିବାକୁ ପଡ଼ିବ। ନାଁଟିକୁ ଫିଲ୍ଅପ୍ କଲାବେଳେ ଦେଖିଦିଅନ୍ତୁ ଆଧାରରେ ପ୍ରାୟତଃ ଲୋକଙ୍କର ନାଁ ଭୁଲ ଥାଏ ଓଡ଼ିଆରେ, ତ ସେଥିପାଇଁ ଇଂଲିଶରେ ତାକୁ ଫିଲ୍ଅପ୍ କରନ୍ତୁ। ତାପରେ ଦେଖିଦେବା ସେକେଣ୍ଡ ଅପସନ୍ରେ କ'ଣ ଅଛି। ସେକେଣ୍ଡ ଅପସନ୍ରେ ଆପଣଙ୍କର ଆଧାର ସଂଖ୍ୟା ଆପଣଙ୍କର ଯାହା ଅଛି ଏଠି ଆପଣମାନଙ୍କୁ ତାକୁ ଫିଲ୍ଅପ୍ କରିବାକୁ ପଡ଼ିବ। ଯାହା ବି ଆପଣ ଫିଲ୍ଅପ୍ କରୁଛନ୍ତି ତାକୁ ଇଂଲିଶରେ ଫିଲ୍ଅପ୍ କରନ୍ତୁ, ବେଟର୍ ରହିବ। ଓଡ଼ିଆରେ ଆପଣମାନେ କରିପାରିବେ କିନ୍ତୁ ଓଡ଼ିଆରେ ସ୍ପେଲିଂ ମିଷ୍ଟେକ୍ ପ୍ରାୟ ରହୁଥାଏ ଆମର ଆଧାର କାର୍ଡ଼ରେ, ତ ସେଥିପାଇଁ ଆପଣମାନେ ଯାହା ବି ଫିଲ୍ଅପ୍ କରୁଛନ୍ତି ଇଂଲିଶରେ ଫିଲ୍ଅପ୍ କରନ୍ତୁ। ତାପରେ ଦେଖିଥିବା 3 ନମ୍ବର ଅପସନ୍ରେ ଦେଖିଦିଅନ୍ତୁ ଏଠି ସ୍ୱାମୀ ପିତାଙ୍କ ନାମ ଲେଖାଯାଇଛି। ଆପଣଙ୍କ ଆଧାର କାର୍ଡ଼ରେ ଯଦି ବାପାଙ୍କ ନାଁ ଅଛି ଆପଣ ଲେଖିପାରିବେ, କିମ୍ବା ଆପଣ ଯଦି ସ୍ୱାମୀଙ୍କ ନାଁ ଆପଣଙ୍କ ଆଧାର କାର୍ଡ଼ରେ ଅଛି ସ୍ୱାମୀଙ୍କ ନାଁଟିକୁ ଏଠି ଆପଣଙ୍କୁ ଲେଖିବାକୁ ପଡ଼ିବ। ତା ତଳକୁ ଦେଖିଦିଅନ୍ତୁ 4 ନମ୍ବର ଅପସନ୍ରେ ଦିଆଯାଇଛି ଜନ୍ମ ତାରିଖରେ ଆପଣମାନଙ୍କୁ ଦିନ ମାସ ବର୍ଷ ଏଠି ଆପଣମାନଙ୍କୁ ବକ୍ସ ସେଇଭଳିଆ ବି ଦିଆଯାଇଛି। ବକ୍ସଟିକୁ ଆପଣଙ୍କର ଯେମିତି ଅଛି ଆପଣଙ୍କ ଆଧାର କାର୍ଡ଼ରେ ଡେଟ୍ ମନ୍ଥ ଆଉ ଇୟର୍ ସେଇ ସବୁଗୁଡ଼ିକ ସେଇ ଅନୁସାରେ ଆପଣ ଦେଖିକି ଫିଲ୍ଅପ୍ କରନ୍ତୁ। ଯଦି ମିସ୍ମ୍ୟାଚ୍ ହେଲା ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। ତାପରେ ଦେଖିଦେବା 5 ନମ୍ବର ଅପସନ୍ରେ ଏଠି ବର୍ଗ ପଚାରିଯିବ କ୍ୟାଟେଗୋରୀ ଆପଣଙ୍କର କ'ଣ, ଆପଣଙ୍କ ଜେନେରାଲ କ୍ୟାଟେଗୋରୀ, ଆପଣଙ୍କର ଏସ୍ସି କିମ୍ବା ଏସ୍ଟି କ୍ୟାଟେଗୋରୀ ଯଦି ଅଛି ତ ଆପଣ ଟିକ୍ ମାରିବାକୁ ପଡ଼ିବ। ଯଦି ଆପଣମାନେ ଓବିସି ଏସ୍ସି ବିସି ଅଛନ୍ତି ତେବେ ଆପଣମାନଙ୍କୁ ସାଧାରଣ ବର୍ଗରେ ଯିବେ। ତାପରେ ଏସ୍ସି କାଷ୍ଟ ଅଛି, ତାପରେ ଏସ୍ସି କାଷ୍ଟ ଅଛି, ଆପଣଙ୍କର ଯେଉଁ କାଷ୍ଟ ହେଇଥିବ ସେଇ କାଷ୍ଟକୁ ଠିକ୍ ଚିହ୍ନ କରନ୍ତୁ। ତାପରେ ଦେଖିବା 6 ନମ୍ବର ଅଛି ଏଠି ଆପଣଙ୍କର ଶାରୀରିକ ଭିନ୍ନକ୍ଷମ ଯଦି ଅଛନ୍ତି ହଁ କରନ୍ତୁ, କିମ୍ବା ନା କରନ୍ତୁ ଯଦି ନାହିଁ। ତାପରେ ଦେଖିବା ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର। 7 ନମ୍ବର ଅପସନ୍ ଆସିଯାଉଛି ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର। ଆଧାରରେ ଆପଣଙ୍କ ଯେଉଁ ମୋବାଇଲ୍ ନମ୍ବର ଦିଆଯାଇଛି ସେ ମୋବାଇଲ୍ ନମ୍ବରଟି ଏଠି ପ୍ରଥମେ ଦିଅନ୍ତୁ। ତା ତଳକୁ 8 ନମ୍ବର ଯେଉଁ ଦିଆଯାଇଛି ଆପଣଙ୍କର ବିକଳ୍ପ ମୋବାଇଲ୍, ଘରର ଯେକୌଣସି ଜଣଙ୍କର ମୋବାଇଲ୍ ନମ୍ବର ଆପଣ ଚାହିଁଲେ ଦେଇପାରିବେ। ତ ପ୍ରଥମେ ଆପଣଙ୍କର ଯେଉଁ ମୋବାଇଲ୍ ନମ୍ବର ଦେଉଛନ୍ତି ଆଧାର ଲିଙ୍କ୍ ମୋବାଇଲ୍ ନମ୍ବର, ସେକେଣ୍ଡ ଯେଉଁଟା ଦେଉଛନ୍ତି ଆପଣଙ୍କର ଘରର କାହାର ବି ମୋବାଇଲ୍ ନମ୍ବର ଆପଣଙ୍କର ଦେଇପାରିବେ ଅଲ୍ଟରନେଟ୍ ପାଇଁ। ଦେନ୍ ଆପଣଙ୍କର ଯେଉଁ ଜିଲ୍ଲା ଅଛି ଜିଲ୍ଲାକୁ ଫିଲ୍ଅପ୍ କରିଦିଅନ୍ତୁ। ଏଠି ଆପଣ 2ଟି ଅପସନ୍ ଦିଆଯାଇଛି 10 ନମ୍ବର 11 ନମ୍ବର ଦେଖିଦିଅନ୍ତୁ। ଯେଉଁମାନେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ଆଉ ଯେଉଁମାନେ ସହରାଞ୍ଚଳରେ ବସବାସ କରୁଛନ୍ତି ଅଲଗା ଅଲଗା 2ଟା ଅପସନ୍ ଦିଆଯାଇଛି। ଯଦି ଆପଣମାନେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ଆପଣଙ୍କର ଗାଁର ନାଁଟି ଏଠି ଲେଖିବାକୁ ପଡ଼ିବ। ଦେନ୍ ଆପଣଙ୍କର ପଚାରୁଛି 6 ନମ୍ବର ଅପସନ୍ରେ ପଞ୍ଚାୟତର ନାଁ ଲେଖିବାକୁ ପଡ଼ିବ। ଦେନ୍ 1 ନମ୍ବର ଅପସନ୍ ଆସିଛି ବ୍ଲକର ନାଁଟି ଲେଖିବାକୁ ପଡ଼ିବ। ଯଦି ଆପଣମାନେ ସହରାଞ୍ଚଳରେ ବସବାସ କରନ୍ତି ଆପଣଙ୍କର ୱାର୍ଡ଼ ନମ୍ବରଟି ଲେଖିବେ, ଆପଣଙ୍କର ଲୋକାଲ୍ ବଡ଼ି ଆପଣଙ୍କର ଏରିଆ ନାଁ ଲେଖିବେ। ସହରାଞ୍ଚଳ ବା ଆପଣଙ୍କର ଯେଉଁଟା ଥିବ ଆପଣଙ୍କର ଧରିନିଅନ୍ତୁ ଏନ୍ଏସି ଏରିଆ ସେଇଟା ଆପଣଙ୍କ ଏଠି ଲେଖିପାରିବେ, କିମ୍ବା ମ୍ୟୁନିସିପାଲିଟିରେ ବି ଲେଖିପାରିବେ। ତାପରେ ତା ତଳକୁ 12 ନମ୍ବର ଅପସନ୍ରେ ଆଧାର ସକ୍ଷମ ସଞ୍ଚୟ ଖାତା ବା ବ୍ୟାଙ୍କ ଖାତା, ଏଠି ଆପଣଙ୍କର ଆଧାର ଯେଉଁ ଲିଙ୍କ୍ ଥିବ ବ୍ୟାଙ୍କ ଖାତା ଏଠି ଆପଣଙ୍କୁ ଫିଲ୍ଅପ୍ କରିବାକୁ ପଡ଼ିବ।
बैंक खाता सहित आपणकर आधार नंबर लिंक थिबा निहाती दरकार। तार आसी जो सेकेंड पेज रोचे विभाग ख जहाँकि घोषणानामा रोचे एगुड़ी आपको फिलअप करा पड़ो। एथर जदि आपंकर वेरिफिकेशन टाइम रे किसी भी आपंकर जोटा देइछंती डिक्लेरेशन से भूल प्रमाणित हुए आपंकर पैसा आसब ना। तो ये प्रथम दिखाई मु ओडिशार बासिंदा ताको आपन टिक करा पड़ो। 1 जुलाई 2024 सुधा मोर बयस 21 वर्ष किंबा ताठार अधिक एवं 60 वर्ष कम होता दरकार ताको फिलअप करा पड़ो। देन 3 नंबर ऑप्शन रे मु कौन राज्य व केन्द्र शासित अंचल मासिक 1500 टंका कि वार्षिक 18,000 टंका रु ऊर्ध्व सहायता राशि पाई ना। तलक अच्छी मु कि मोर परिवार कौन सदस्य वर्तमान पूर्वतन सांसद एमपी ये सब नथिले। जो मु कि मोर परिवार कौन सदस्य आयकर दाता नुहति। जो मु कि मोर परिवार कौन सहरांचल स्थानीय बासिंदा पंचायत रे निर्वाचित प्रतिनिधि नुहति ताको आपन देवा पड़िबो मेंबर आ काउंसिलर को छाड़ी के आउ जहाँ रहा। यापर ऑप्शन दिए मु कि मोर परिवार कौन सदस्य भारत सरकार कि कौन अंडरटेकिंग कि अथच स्थानीय संस्था विभाग में नियमित कि स्थायी भाव में आपने चाकरी करूना से भी डिक्लेरेशन आपको दबा पड़ो। ता सहित आपंकर तलक दिखाई देखिए मु कि मोर परिवार कौन सदस्य 5 एकर अधिक जलसेचित जमी कि 10 एकर अधिक अण जलसेचित जमी आपंकर ना तार डिक्लेरेशन भी आपको दबा पड़ो। ता सहित तलक दिखाई मु कि मोर परिवार कौन सदस्य 4 चकिया जान ना। एथिरे आपनकर ट्रैक्टर मिनी ट्रक छोट वाणिज्यिक जान ता सहित आपनकर हालुका माल जान को छाड़ी देकी आ बाकी जहाँ रहा आपनकर धरनियंतु कार रची कि बस अच्छी ट्रक अच्छी सेगुड़ा आपको इलिजिबल हे ना। ता सहित ये देखिए जब आप ट्रैक्टर मिनी ट्रक छोटे वाणिज्य ट्रक थे आपको चलो सेमती आपने अप्लाई करेंगे। ता सहित ऑप्शन दिए मोर परिवार वार्षिक आय 2,50,000 कम अच्छी से आपको डिक्लेरेशन देवा पड़ो। ये जो डिक्लेरेशन मुझे बर्तमान पढ़ी शुणेली ये सबुक आप टिक चिन्ह आप देवे। जदि आपंकर किसी मिस्टेक आसला कि किसी भूल प्रमाणित है आपंकर फॉर्म टी रिजेक्ट कर आसवा विभाग ग गरे आपंकर जहाँ भी ये डिक्लेरेशन दि जाए से डिक्लेरेशन गुड़िक आपको ये पढ़ी दिंतु गोटे थर। जदि से ये आपंकर बहुत गुड़े जिन लिखा जाए जमीक देखी दिंतु एनसीपी आपंकर मैपिंग होता आधार दरकार। ता सहित आपंकर डेबिट कम क्रेडिट कार्ड जारी करने आपंकर बैंक अकाउंट रक्षणाबेक्षण कर बैंक परामर्श नापी मुझा सरकार को अधिकार देउछि। आपको ये सब जो अच्छी डिक्लेरेशन से सब फिलअप करेंगे तलक आप सिग्नेचर आउ डेट पकेबे। तो एतिक आपको फिलअप करा पड़ो। फिलअप कर सारा पर जो फॉर्म टी आप फिलअप करते से फॉर्म टी को आप निकटस्थ जनसेवा केन्द्र हो कि निकटस्थ मो सेवा केन्द्र हो सेठी जाकि आपको ऑनलाइन चढ़ाई पड़ो। तो एतिक हूँ संपूर्ण प्रोसेस ऑनलाइन माध्यम आप जो फॉर्म टी को चढ़ेबे अप्लाई करेंगे से समय आपको गोटे रिसीप्ट भी दिया से रिसीप्ट को आप दायित्वर सहित रखिथे पाखरे फ्यूचर आपंकर काम आसो। यह थिला संपूर्ण डिटेल्स वीडियो जहाँकि सुभद्रा योजनार फॉर्म टी को आपने किपरि फिलअप करेंगे ऑफलाइन माध्यम आप ऑनलाइन कौटी अप्लाई करेंगे संपूर्ण डिटेल्स वीडियो ये आपने जाने बर्तमान पाइले। मुझे आशा कर वीडियो बहुत भल लगी जब आपको वीडियो भल लगे यह समस्त सहित सेयार कर दिंतु जमीक फॉर्म टी को किपरि फिलअप करेंगे से विषय समस्त जानीपारे। जदि आप चैनल नुआ कर वीडियो देखते आम चैनल को सब्सक्राइब करके रखि था आसुवा समस्त इनफॉर्मेटिव वीडियो जमीक सुभद्रा योजनार प्रथम वीडियो दे आसूसी केबे कौन आसला तार संपूर्ण अपडेट भी मो वीडियो माध्यम दूसरी। तो ता सहित मुझे प्रथम कहती इनकम सर्टिफिकेट लगे ना तो मुझे प्रथम वीडियो बनी तो अଯଥା आपने पैसा खर्च न करूँ से भी आपको भी पूर्व वीडियो भी कही। तो देखी दिखाँ बर्तमान इनकम सर्टिफिकेट भी लगुनि तो इनकम सर्टिफिकेट जो मैंने अप्लाई कर पैसा बर्तमान पानी पड़ा भाया होगा। आशा कर वीडियो आपको बहुत भल लगी वीडियो संपूर्ण देखी आपको बहुत बहुत धन्यवाद।